ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକ ସ୍ୱାସ୍ଥ୍ୟବାନ ବ୍ୟକ୍ତି କରିବା ପାଇଁ ଚାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଅନେକଙ୍କର ବନ୍ଧନ ଛିଣ୍ଡି ଯାଉଛି, ଅନେକଙ୍କର ବନ୍ଧନ ଛିଣ୍ଡୁଛି, ଅନେକଙ୍କର ପାପ ରୂପୀ ବନ୍ଧନ ଛିଣ୍ଡୁଅଛି। ପ୍ରିୟ ଭାଇ ମାନେ, ଆପଣଙ୍କ ପରିବାର ଯୋଉ ଅଶାନ୍ତି ଦୀର୍ଘ ଦିନ ଧରି ରହିଥିଲା, in the name of Jesus Christ, ଯୀଶୁଙ୍କ ନାମରେ ସେ ଅଶାନ୍ତି ଆଜିଠାରୁ ବାହାରି ଯାଉଛି। ଯେହେତୁ ପାପକୁ ଆପଣ ସ୍ୱୀକାର କଲେ, ପାପକୁ ଛାଡ଼ିଲେ, ଯୀଶୁ ପ୍ରଭୁ ସେ 38 ବର୍ଷ ରୋଗୀକୁ ଯଦି ସୁସ୍ଥ କଲେ, ଆପଣଙ୍କ ପରିବାରକୁ ସୁସ୍ଥ କରୁଅଛନ୍ତି। ପ୍ରିୟ ଭଉଣୀ ମାନେ, ଆପଣଙ୍କର ପୁଅ ଝିଅ ପାଇଁ ବହୁତ ଟେନସନ, ପୁଅ ଝିଅ ପାଇଁ କାନ୍ଦୁଛନ୍ତି। ଆଜି କିଛି ନା କିଛି ଗୋଟେ ପ୍ରୋବ୍ଲେମ ପରିବାର ରହିଥିଲା, ଏଇଟା ଛୋଟ ପାପ ପାଇଁ ରାଜତ୍ୱ କରୁଥିଲା, କିନ୍ତୁ ପ୍ରଭୁ ଆଜି ସେହି ଅନୁତାପ, ସେହି ପାପ ସ୍ୱୀକାର ଯୋଗୁଁ ଆପଣଙ୍କର ଜୀବନରେ ପରିବାରରେ ପ୍ରଭୁ ଗୋଟେ ନୂଆ ଆଶା ଆଣି ଦେଇଛନ୍ତି। ହାଲେଲୁୟା। ପବିତ୍ର ଆତ୍ମା ତୁମେ କାର୍ଯ୍ୟ କର, ହେ ପବିତ୍ର ଆତ୍ମା ତୁମେ ଛୁଅଛ। ଧନ୍ୟବାଦ Lord, we thank you that you are touching every one of us. Hallelujah, hallelujah, hallelujah. ପ୍ରଭୁ ତୁମେ ଛୁଅଛ, ଧନ୍ୟବାଦ ଦଉଛି। ଅନେକ ଭଉଣୀ ତୁମେ ଛୁଅଛ ପ୍ରଭୁ, ସେମାନଙ୍କ ଲୁହ ତୁମେ ଦେଖିଅଛ, ସେମାନେ ଓ ପ୍ରଭୁ ଘଣ୍ଟା ଘଣ୍ଟା କାନ୍ଦନ୍ତି, ପ୍ରଭୁ ସେମାନେ ଦୁଃଖରେ ଅଛନ୍ତି, ତାଙ୍କର ଦୁଃଖକୁ ତୁମେ ନେଇଯାଉଛ। ହାଲେଲୁୟା। ତାଙ୍କର ଦୁଃଖକୁ ନେଇଯାଉଛ, ତାଙ୍କର ସ୍ୱାମୀ ପାଇଁ କାନ୍ଦୁଛନ୍ତି, ତାଙ୍କର ଦୁଃଖକୁ ନେଇଯାଉଛ। ଅନେକ ଭାଇମାନେ ତାଙ୍କର ପ୍ରଭୁ ତାଙ୍କର ପରିବାର ଭାବ ସେମାନେ ଦୁଃଖିତ, ତାଙ୍କର ଭାବକୁ ଦୂର କରୁଅଛ। ଅନେକ ତାଙ୍କର ଜୀବନରେ ଶାରୀରିକ ରୋଗ ପାଇଁ ସେମାନେ ଚିନ୍ତିତ, ସେ ରୋଗକୁ ନେଇଯାଉଅଛ। ଓ Lord, we thank you Lord, hallelujah. ପ୍ରଭୁ ତୁମକୁ ଧନ୍ୟବାଦ ଦଉଛୁ। ହାଲେଲୁୟା। ଆସନ୍ତୁ ଆମେ ଜୋରଦାର ତାଳି ବଜାଇ ପ୍ରଭୁଙ୍କୁ ଧନ୍ୟବାଦ କରିବା। ସେ ସ୍ୱତନ୍ତ୍ର ମନ ନେଉଛନ୍ତି, ଜୋରରେ ତାଳି ବଜାଇବା, ପ୍ରତ୍ୟେକ ବ୍ୟକ୍ତି ତାଳି ବଜାଇ ପ୍ରଭୁଙ୍କୁ ଧନ୍ୟବାଦ, ପ୍ରଭୁଙ୍କୁ ଧନ୍ୟବାଦ କରିବା, ପ୍ରଭୁଙ୍କୁ ଧନ୍ୟବାଦ କରିବା। ତାଙ୍କର ସ୍ପର୍ଶ ପାଇ, ତାଙ୍କର ସ୍ପର୍ଶ ପାଇ କେତେ ବଡ଼ ରୋଗ ହଉନା କାହିଁକି, କେତେ ବଡ଼ ସମସ୍ୟା ହଉନା କାହିଁକି, ମୋର ପ୍ରଭୁ ଯୀଶୁ ଆଜି ଆପଣଙ୍କ ମତେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କରିଅଛନ୍ତି। ଏକ ଧାର୍ମିକ ଗୋଷ୍ଠୀ ଭାବରେ ସେ ନିର୍ମାଣ କରିଛନ୍ତି। ଆପଣଙ୍କ ପରିବାରରେ ଶାନ୍ତି, ଆନନ୍ଦ, ଆପଣଙ୍କର ସ୍ୱାସ୍ଥ୍ୟ, ଶାରୀରିକ ରୋଗରୁ ମୁକ୍ତ, ଆତ୍ମିକ ଜୀବନରେ ପ୍ରଭୁ ଏକ ଦୃଢ଼ ଶୈଳ ସଦୃଶ ଆପଣଙ୍କୁ ଠିଆ କରିଛନ୍ତି ମଣ୍ଡଳୀ ପାଇଁ। ପାପ ରୂପୀ ବଡ଼ ରୋଗରୁ ଆପଣଙ୍କୁ ପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥତା ଦେଇଛନ୍ତି। ଆପଣ ଆଜି ପ୍ରଭୁଙ୍କ ନିମନ୍ତେ ବଞ୍ଚିବା ପାଇଁ ସେ ବିଜୟ ଝଣ୍ଡା ଧରି ଚାଲିବା ଯୋଗ୍ୟ ହୋଇଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଗକୁ ବଢ଼ନ୍ତୁ, ପ୍ରଭୁଙ୍କର ମହିମା ହଉ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଗୋଟେ ଉଚ୍ଚକର କରିଦେବା ପ୍ରଭୁଙ୍କ ଲକ୍ଷ୍ୟ, ଉଚ୍ଚକର କରିଦେବା। ହାଲେଲୁୟା। ସବୁଠାରୁ ବଡ଼ ରୋଗ ପାପ ରୋଗ।